ଲୁଚି ଲୁଚି ଘର ଭିତରେ ଚାଲିଥିଲା ଶାରୀରିକ ସମ୍ପର୍କ। ଅନ୍ଧାର ଘର ଭିତରେ ଦୁଇ ପ୍ରେମୀ ଯୁଗଳ ଦେହ ସୁଖ ନେବାରେ ବ୍ୟସ୍ତ ଥିଲେ। ଆଉ ଠିକ୍ ଏହି ସମୟରେ ପହଞ୍ଚି ଯାଇଥିଲେ ଗାଁର ଗ୍ରାମବାସୀମାନେ। ଆଉ ଧରା ପଡ଼ି ଯାଇଥିଲା ଦୁଇ ପ୍ରେମୀ ଯୁଗଳଙ୍କ ଶାରୀରିକ ସମ୍ପର୍କ। ଆଉ ତାପରେ ଗାଁର ଗ୍ରାମବାସୀମାନେ ଏମିତି ମାଡ଼ ମାରି ଅବସ୍ଥା କରିଛନ୍ତି ଦୁଇ ପ୍ରେମୀ ଯୁଗଳଙ୍କୁ। ହଁ ଆଜ୍ଞା, ଦୁଇ ପ୍ରେମୀ ଯୁଗଳଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲେ ଗ୍ରାମବାସୀମାନେ। ଆଉ ଏହାପରେ ଗ୍ରାମବାସୀମାନେ 3 ଦିନ ଧରି ଦୁଇ ପ୍ରେମୀ ଯୁଗଳଙ୍କୁ ଧରି ପ୍ରବଳ ମାଡ଼ ମଧ୍ୟ ମାରିଛନ୍ତି। ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଦୁହେଁ ଅଲଗା ଅଲଗା ବିବାହ ମଧ୍ୟ କରିଛନ୍ତି। ଆଉ ତାପରେ ମଧ୍ୟ ଦୁହେଁ ଦୁହିଁଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଆଉ ଲୁଚି ଲୁଚି ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ଗ୍ରାମବାସୀ ହାବୁଡ଼ରେ ଧରା ପଡ଼ିଯାଇଥିଲେ। ଏହାପରେ ଦେଖନ୍ତୁ ସେହି ଦୁଇ ପ୍ରେମୀ ଯୁଗଳଙ୍କ ଅବସ୍ଥା କ'ଣ ହୋଇଛି। ଆଇନକୁ ହାତକୁ ନେଇ ପ୍ରେମୀ ଯୁଗଳଙ୍କୁ 3 ଦିନ ଧରି ନିର୍ଦ୍ଧୁମ ମାଡ଼ ମାରିବା କ'ଣ ଠିକ୍? ଆପଣଙ୍କୁ କ'ଣ ଲାଗୁଛି? ଏମିତି ମାଡ଼ ମାରିବା ଠିକ୍ ନା ଭୁଲ? ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଦିଅନ୍ତୁ।